ଅଛି। ତାହେଲେ ରସ କହିଲେ ଆମେ କ'ଣ ବୁଝିବା? ତେଣୁ ପ୍ରାଚୀନ ବେଦମାନରେ ରସ ଶବ୍ଦଟି ମୁଖ୍ୟତଃ ଜଳ, ଦୁଗ୍ଧ, ସାର, ବୀଜ, ସୋମରସ, ସ୍ୱାଦ, କାବ୍ୟରସ, ଷଡ଼ରସ, ଶାଣିତ ଆଦି ଅର୍ଥରେ ବ୍ୟବହୃତ ହୋଇଥିଲା। ତାହେଲେ ଏ ରସ ଶବ୍ଦଟା କିପରି ଭାବରେ ସୃଷ୍ଟି ଲାଭ କରିଛି? ତ ଆମେ ଦେଖିବା ପାଇବା କି ରସ ଧାତୁରେ ଅଚ୍ ପ୍ରତ୍ୟୟ ଯୋଗ ହୋଇ ରସ ଶବ୍ଦର ନିଷ୍ପନ୍ନ ହୋଇଛି। ଏହାର ପରିଭାଷା ଆସ୍ୱାଦିତ ଇତି ରସଃ। ତେଣୁ ଯାହା ଆସ୍ୱାଦିତ ହୁଏ ତାହା ରସ। ଏହା କେବଳ ସହୃଦୟ ମାନଙ୍କ ଦ୍ୱାରା ଆସ୍ୱାଦିତ ହୋଇଥାଏ। ରସଟା ଯେଉଁଟା ହେଉଛି କାବ୍ୟରେ ଯେଉଁ ରସ, ତାହା କେବଳ ସହୃଦୟ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଏହା ଆସ୍ୱାଦିତ ହୋଇଥାଏ। ତେଣୁ ସେଥିପାଇଁ ରସ ହେଉଛି ସହୃଦୟର ସମ୍ବେଦ୍ୟ ଅଟେ। ତେଣୁ ଭରତମୁନି ତାଙ୍କର ନାଟ୍ୟଶାସ୍ତ୍ରରେ ରସର ପରିଭାଷା ଦେଇକି ସେ କହିଛନ୍ତି ବିଭାବାନୁଭାବ ବ୍ୟଭିଚାରୀ ସଂଯୋଗାଦ୍ରସ ନିଷ୍ପତ୍ତିଃ। ତାହେଲେ ସେ କହିଲେ କି ବିଭାବ, ଅନୁଭାବ ଏବଂ ସଞ୍ଚାରୀ ଭାବ ସଂଯୋଗରେ ରସ ନିଷ୍ପତ୍ତି ହୋଇଥାଏ। ସେ କହିଲେ କି ବିଭାବ, ଅନୁଭାବ, ସଞ୍ଚାରୀ ଭାବ ସଂଯୋଗରେ କ'ଣ ହୋଇଥାଏ? ରସ ସୃଷ୍ଟି ହୋଇଥାଏ। ତେଣୁ ରସର ଲକ୍ଷଣ ଗୁଡ଼ିକ କ'ଣ ଥାଏ? ରସର ଲକ୍ଷଣ ଗୁଡ଼ିକ ହେଉଛି ରସ କ'ଣ ହୁଏ? ଉତ୍ପତ୍ତି ଘଟିଲେ ସତ୍ତ୍ୱ ଗୁଣର ଉଦ୍ରେକ କରିଥାଏ। ରସ ହେଉଛି ଅଖଣ୍ଡ, ରସ ହେଉଛି ସ୍ୱପ୍ରକାଶ, ରସ ହେଉଛି ଆନନ୍ଦମୟ, ରସ ହେଉଛି ଚିନ୍ମୟ, ରସ ହେଉଛି ବେଦାନ୍ତର ସ୍ପର୍ଶଶୂନ୍ୟ, ରସ ବ୍ରହ୍ମସ୍ୱାଦ ସହୋଦର, ରସ ଲୋକୋତ୍ତରରେ ଚମତ୍କାର ପ୍ରାଣ ଅଟେ ଏବଂ ରସ ଅଲୌକିକ ଏବଂ ଅନିର୍ବଚନୀୟ। ରସ ସହୃଦୟ ଦ୍ୱାରା ଅନୁଭୂତ ହୋଇଥାଏ ଏବଂ ରସର ସ୍ୱରୂପ ଗଭୀର ଭାବରେ ଅନ୍ତର୍ମୁଖୀ ଅଟେ। ତେଣୁ ରସ ଅନୁଭବର ସାମଗ୍ରୀ ଅଟେ। ତେଣୁ ରସ ସହ ଭୋକ୍ତାର ସୌନ୍ଦର୍ଯ୍ୟ, ଦୃଷ୍ଟି ଓ ସମ୍ବେଦନଶୀଳତା ଜଡ଼ିତ ହୋଇକି ରହିଥାଏ। ତେଣୁ ରସ ମଣିଷ ଗୋଟିଏ ରୂପ ଜଗତରୁ ଅନ୍ୟ ଏକ ରୂପ ଜଗତ ଆଡ଼କୁ ଅଗ୍ରସର କରାଇଥାଏ। ତେଣୁ ରସ ଏକ ଅବସ୍ଥା ଯାହାକୁ ମଣିଷ ପ୍ରାପ୍ତ ହେବା ମାତ୍ରେ ତାର ରୂପାନ୍ତର ସଂଗଠିତ ହୋଇଥାଏ। ଯେମିତି ଏକ ସାଧାରଣ ମଣିଷ ଜଣାପଡ଼ୁଥିବା ବ୍ୟକ୍ତିଟିଏ ବିଭୁ ପ୍ରେମରେ ବାନ୍ଧି ହୋଇ ସନ୍ନ୍ୟାସୀ ହୋଇଯାଏ, ରସ ମଣିଷର ରୂପାନ୍ତରୀକରଣ କରାଇଥାଏ। ତେଣୁ ରସ କ୍ଷଣସ୍ଥାୟୀ ନୁହେଁ, ବରଂ ଏକ ଅଖଣ୍ଡ ପ୍ରଭାବ। ଏହା କ୍ଷଣିକ ନୁହେଁ, ଏହା ହେଉଛି ଏକ କାଳଜୟୀ ଅଟେ। ତେଣୁ ରସ ଅସୁରକୁ ଈଶ୍ୱରରେ ପରିଣତ କରିଦେଇଥାଏ। ତେଣୁ ରସ ବ୍ୟକ୍ତି ଜୀବନର ଅର୍ଥ ବଦଳାଇ ଦିଏ। ତେଣୁ ରସ ମଣିଷକୁ ଶିଷ୍ଟ, ସମ୍ବେଦନଶୀଳ ଓ ଦାୟିତ୍ୱବାନ କରିଥାଏ। ରସ ଅମୃତ ପରି ଅଟେ। ତେଣୁ ରସ ମଣିଷର ଉତ୍ତରଣ କାମନା କରେ। ତେଣୁ ରସ ମଣିଷକୁ ବୌଦ୍ଧିକତା, ପ୍ରଜ୍ଞା ଓ ରସିକତା ପ୍ରଦାନ କରିଥାଏ। ଠିକ ଅଛି। ତାହେଲେ ରସର ପ୍ରକାର ଭେଦ କ'ଣ ଗୁଡ଼ିକ ରହିଛି ଆମେ ଦେଖିବା। ତେଣୁ ରସ ବିଭିନ୍ନ ପ୍ରକାର ରହିଛି। ଯେମିତି ଆମେ ଦେଖିବା ପାଇବା ଶୃଙ୍ଗାର, ହାସ୍ୟ, କରୁଣ, ରୌଦ୍ର, ବୀର, ବିଭତ୍ସ, ଭୟାନକ, ଅଦ୍ଭୁତ ଏବଂ ଶାନ୍ତ ରସ। ତେଣୁ ଶୃଙ୍ଗାର ରସର ବର୍ଣ୍ଣ ହେଉଛି ଶ୍ୟାମବର୍ଣ୍ଣ, ତାର ଦେବତା ହେଉଛନ୍ତି ବିଷ୍ଣୁ, ସ୍ଥାୟୀ ଭାବ ହେଉଛି ରତି। ହାସ୍ୟ ରସରେ ବର୍ଣ୍ଣ ହେଉଛି ଶ୍ଵେତବର୍ଣ୍ଣ, ଦେବତା ହେଉଛନ୍ତି ପ୍ରମଥ ଏବଂ ଏହାର ସ୍ଥାୟୀ ଭାବ ହେଉଛି ହ୍ରାସ। କରୁଣ ରସର ବର୍ଣ୍ଣ ହେଉଛି କପୋତ ବର୍ଣ୍ଣ, ଦେବତା ହେଉଛନ୍ତି ଯମ, ସ୍ଥାୟୀ ଭାବର ହେଉଛି ଏହାର କରୁଣ ରସର ସ୍ଥାୟୀ ଭାବ ହେଉଛି ଶୋକ। ଏବଂ ରୌଦ୍ର ରସର ବର୍ଣ୍ଣ ହେଉଛି ରକ୍ତ, ଦେବତା ହେଉଛନ୍ତି ରୁଦ୍ର ଏବଂ ସ୍ଥାୟୀ ଭାବ ହେଉଛନ୍ତି କ୍ରୋଧ। ରୌଦ୍ର ରସ। ବୀର ରସର ବର୍ଣ୍ଣ ହେଉଛି ସ୍ୱର୍ଣ୍ଣ ଏବଂ ଦେବତା ହେଉଛନ୍ତି ଇନ୍ଦ୍ର ଏବଂ ସ୍ଥାୟୀ ଭାବ ହେଉଛି ଉତ୍ସାହ, ଏହାର ସ୍ଥାୟୀ ଭାବ। ଓକେ, ତାପରେ ହେଉଛନ୍ତି ବିଭତ୍ସ ରସ। ବିଭତ୍ସ ରସର ନୀଳବର୍ଣ୍ଣ, ମହାକାଳ ଏହାର ଦେବତା, ଯୁଗୁପ୍ସା ହେଉଛନ୍ତି ଏହାର ସ୍ଥାୟୀ ଭାବ, ଭୟାନକର କୃଷ୍ଣବର୍ଣ୍ଣ, କାଳ ଦେବତା ଏବଂ ସ୍ଥାୟୀ ଭାବ ହେଉଛି ଭୟ, ଅଦ୍ଭୁତ ହେଉଛି ପିତ୍ତ, ତେଣୁ ଗନ୍ଧର୍ବ ଏହାର ଦେବତା ଅଟନ୍ତି, ବିସ୍ମୟ ହେଉଛି ଏହାର ସ୍ଥାୟୀ ଭାବ। ଶାନ୍ତ ରସର ଅରୁଣ ବା ଇନ୍ଦ୍ର ତୁଲ୍ୟ ଶୁକ୍ଳବର୍ଣ୍ଣ, ଏହାର ଦେବତା ହେଉଛନ୍ତି ନାରାୟଣ, ଶାନ୍ତ ଭାବର ଏବଂ ସମ ହେଉଛି ଏହାର ସ୍ଥାୟୀ ଭାବ ଶାନ୍ତର। ଓକେ, ତେଣୁ ଦେଖିବା ରସ। ତେଣୁ ରସର ପ୍ରକାର ଭେଦ ନେଇ ଆଚାର୍ଯ୍ୟମାନଙ୍କ ମଧ୍ୟରେ ମତଭେଦ ପରିଲକ୍ଷିତ ହୋଇଥାଏ। ତେଣୁ ଭରତ ତାଙ୍କର ନାଟ୍ୟଶାସ୍ତ୍ରରେ ରସର ସମୁଦାୟ 8 କୋଟି ରସ ଅଛି ବୋଲି ନିରୂପଣ କରିଛନ୍ତି। ତେଣୁ ଶୃଙ୍ଗାର, ହାସ୍ୟ, କରୁଣ, ରୌଦ୍ର, ବୀର, ଭୟାନକ, ଅଦ୍ଭୁତ ଏବଂ ବିଭତ୍ସ ଏହି 8 ଗୋଟି ରସ ବିଷୟରେ ଭରତମୁନି ତାଙ୍କ ନାଟ୍ୟଶାସ୍ତ୍ରରେ ବର୍ଣ୍ଣନା କରିଛନ୍ତି। ଠିକ ଅଛି। ତାହେଲେ ଦେଖିବା କି ପରବର୍ତ୍ତୀ ସମୟରେ
ପରବର୍ତ୍ତୀ ସମୟରେ ରୁଦ୍ରଟ, ଆନନ୍ଦ ବର୍ଦ୍ଧନ, ଅଭିନବ ଗୁପ୍ତ, ରାଜ ଜଗନ୍ନାଥ ହେଲା ଆଦି ଆଳଙ୍କାରିକ ଗଣ ନବମ ରସ ଭାବରେ ଶାନ୍ତ ରସ ଗ୍ରହଣ କରିଛନ୍ତି। ବିଶ୍ୱନାଥ କବିରାଜ ଦଶମ ରସ ଭାବରେ ବାତ୍ସଲ୍ୟ ରସକୁ ସ୍ୱୀକାର କରିଥିଲା ବେଳେ ଗୌଡ଼ୀୟ ବୈଷ୍ଣବ ସମ୍ପ୍ରଦାୟର ଆଚାର୍ଯ୍ୟ ଗଣ ରୂପ ଗୋସ୍ୱାମୀ ଭକ୍ତି ରସକୁ ଏକାଦଶ ରସ ଭାବରେ ଗ୍ରହଣ କରିଛନ୍ତି। ତେଣୁ ତେବେ ଅଧିକାଂଶ ଆଳଙ୍କାରିକ 9ଟି ରସ ସମ୍ବନ୍ଧରେ ସେମାନେ ମତ ପ୍ରଦାନ କରିଛନ୍ତି। ଠିକ ଅଛି। ଶୃଙ୍ଗାର ରସ କାହା କହିବା? ପ୍ରଥମ ରସ ହେଉଛି ଶୃଙ୍ଗାର ରସ। ତେଣୁ ସମସ୍ତ ରସ ମଧ୍ୟରେ ଶୃଙ୍ଗାର ରସକୁ ପ୍ରାଧାନ୍ୟ ଦିଆଯାଇଥାଏ, କାରଣ ଶୃଙ୍ଗାର ରସରାଜ ଭାବରେ ପରିଚିତ। ତେଣୁ ଭୋଜରାଜ ଶୃଙ୍ଗାର ରସର ମହତ୍ତ୍ୱ ପ୍ରତିପାଦନ କରି ଶୃଙ୍ଗାର ପ୍ରକାଶ ନାମକ ଏକ ପୁସ୍ତକ ପ୍ରଣୟନ କରିଛନ୍ତି, ଯେଉଁଟାରେ ସେ ଲେଖିଛନ୍ତି ଶୃଙ୍ଗାରୀ ଚେତ କବିହ ଯା କାବ୍ୟ ଜାତ ରସମୟ ଜଗତ ସ ଏବ ବିତରାଗଶ୍ଚ ନିରସ ସର୍ବାମେବ ତତ। ଓକେ। ତେଣୁ ଗୌଡ଼ୀୟ ବୈଷ୍ଣବ ଧର୍ମ ଅନୁଯାୟୀ ଶୃଙ୍ଗାର ରସ ଉଜ୍ଜଳ ରସ ନାମରେ ଖ୍ୟାତି ଅଟେ। ତେଣୁ ଶୃଙ୍ଗ ଏବଂ ଆର୍ ଶବ୍ଦ ଦ୍ୱୟର ସଂଯୋଗରେ ଶୃଙ୍ଗାର ଶବ୍ଦଟି ଗଠିତ ହୋଇଛି, ଯାହାର ଅର୍ଥ ହେଉଛି କାମ ଭାବର ସମ୍ବନ୍ଧନ ବା ଉଦ୍ରେକ କରିବା ହେଉଛି ଶୃଙ୍ଗାର ରସର ମୁଖ୍ୟ ଲକ୍ଷ୍ୟ। ତେଣୁ ରତି ହେଉଛନ୍ତି ରତି ହେଉଛି ଶୃଙ୍ଗାର ରସର ସ୍ଥାୟୀ ଭାବ ଏବଂ ଦେବତା ହେଉଛନ୍ତି ଏହାର ବିଷ୍ଣୁ ଏବଂ ବର୍ଣ୍ଣ ହେଉଛି ଶ୍ୟାମ ହେଲା। ଉତ୍ତମ ସ୍ୱଭାବ ନାୟକ ନାୟିକା ଦକ୍ଷିଣ ନାୟକ ହେଉଛନ୍ତି ଏହାର ଆଲମ୍ବନ ବିଭାବ ହୋଇଥାନ୍ତି। ତେଣୁ ଯେପରି କଟାକ୍ଷପାତ, ସ୍ମିତ ହସ, ପ୍ରେମାଳାପ, ଚୁମ୍ବନ ଆଦି ଅନୁଭାବ ଅଟେ ଏବଂ ଉଗ୍ରତା, ଆଳସ୍ୟ ଆଦି ସଞ୍ଚାରୀ ଭାବ ବ୍ୟଭିଚାରୀ ଭାବ ଭାବରେ ରହିଥାଏ ଶୃଙ୍ଗାର ରସରେ। ତେଣୁ ଭରତମୁନି ନାୟକର ଦୃଷ୍ଟିଭଙ୍ଗୀ ଅନୁଯାୟୀ ଏହାକୁ 3 ଭାଗରେ ବିଭକ୍ତ କରାଯାଇଛନ୍ତି। ଗୋଟେ ହେଲା ଧର୍ମ ଶୃଙ୍ଗାର, ଗୋଟେ ହେଲା ଅର୍ଥ ଶୃଙ୍ଗାର, ଗୋଟେ ହେଉଛି କାମ ଶୃଙ୍ଗାର। 3 ଗୋଟି ଶୃଙ୍ଗାର ରହିଛି। ତେଣୁ ନାୟକ ନାୟିକାଙ୍କର ସମ୍ପର୍କ ଅନୁଯାୟୀ ଏହାକୁ ଯଥାକ୍ରମେ ସମ୍ଭୋଗ ଶୃଙ୍ଗାର ଏବଂ ବିପ୍ରଲୋଭ ଶୃଙ୍ଗାର ନାମରେ ବିଭକ୍ତ କରାଯାଇଛି। ତେଣୁ 2 ଭାଗ ରହିଛି। କାରଣ ଯେଉଁଠାରେ ରତି ସଂଯୋଗରେ ପରିପୋଷକ ଅର୍ଥାତ୍ ନାୟକ ନାୟିକା ମିଳନରେ କୌଣସି ବାଧା ନଥାଏ ବା ସେମାନଙ୍କର ନିର୍ବିବୋଧରେ ମିଳନ ହୋଇଥାଏ ତାହାକୁ ସମ୍ଭୋଗ ଶୃଙ୍ଗାର କୁହାଯାଇଥାଏ। ଯେଉଁଠାରେ ମିଳନ ପାଇଁ ଅତ୍ୟନ୍ତ ଇଚ୍ଛା ଉତ୍କଷ୍ଟ ଆକାଂକ୍ଷା ସତ୍ତ୍ୱେ ମିଳନ ହୋଇନପାରେ ତାହାକୁ ଆମେ ବିପ୍ରଲମ୍ବ ଶୃଙ୍ଗାର କୁହାଯାଏ। ନାୟକ ନାୟିକା ଯେଉଁଠି ବିଚ୍ଛେଦ ହୋଇଥାନ୍ତି। ଠିକ ଅଛି। ସମ୍ଭୋଗ ଶୃଙ୍ଗାର କାହା କହିବା? ନାୟକ ନାୟିକାଙ୍କର ମିଳନରେ ସମ୍ଭୋଗ ଶୃଙ୍ଗାର ରସ ସୃଷ୍ଟି ହୋଇଥାଏ। ପରସ୍ପରକୁ ଅନେକ ଦିନର ବ୍ୟବଧାନ ପରେ ସାକ୍ଷାତ ହେବା, ପ୍ରଥମ ସାକ୍ଷାତ ହେବା ବା ଗୋପନରେ ନିଷିଦ୍ଧ ପ୍ରଣୟନ ରଚିବା ଆଦି ଲକ୍ଷ୍ୟରେ ସମ୍ଭୋଗ ଶୃଙ୍ଗାର ସଂଗଠିତ ହୋଇଥାଏ। ତେଣୁ ଏଠାରେ ନାୟକ ନାୟିକା ମଧ୍ୟରେ ଅଧର ଚୁମ୍ବନ, ଅଧର ଧ୍ୟାନ, ମୁଖ ଚୁମ୍ବନ ତଥା ଶାରୀରିକ ସମ୍ପର୍କ ପ୍ରତିଷ୍ଠା ହୋଇଥାଏ। ପ୍ରେମର ଚରମ ତୃପ୍ତି ସମ୍ଭୋଗ ଶୃଙ୍ଗାରରେ ସୃଷ୍ଟି ହୋଇଥାଏ। ତେଣୁ ମଧ୍ୟଯୁଗୀୟ ଓଡ଼ିଆ କାବ୍ୟ ସାହିତ୍ୟରେ ଏହିପରି ଅନେକ ସମ୍ଭୋଗ ଶୃଙ୍ଗାର ଆମେ ଦେଖିବାକୁ ମିଳେ। ଉପେନ୍ଦ୍ର ଭଞ୍ଜଙ୍କର ଲାବଣ୍ୟବତୀରେ ଲାବଣ୍ୟବତୀ ଏବଂ ଚନ୍ଦ୍ରଭାନୁ, ରସିକ ହାରାବଳୀ, ଅନଙ୍ଗରେଖା, ଦୀନକୃଷ୍ଣଙ୍କ ରସ କଲ୍ଲୋଳ କାବ୍ୟରେ ଶୃଙ୍ଗାର ରସର ମଧ୍ୟ ବହୁଳ ବର୍ଣ୍ଣନା କରାଯାଇଛି ହେଲା, ଯୋଉଟା ଆମେ ଦେଖିବାକୁ ପାଇବା। ଏଠାରେ ଲେଖାଯାଇଛି ସେ ରମଣୀ ଚନ୍ଦ୍ରମତୀ ହୋଇଲା ଏମନ୍ତ ମଣି ଚାଟୁ ଚନ୍ଦ୍ରେ ଦବିଭୂତ କଲା ନାଗର ହାସ ପୁରିଲା ପରାଏ ଶ୍ରୀମୁଖ ପ୍ରସନ୍ନ ହୋଏ ହେଲା ଜାଣେ ବକ୍ର ନେତ୍ର ତାହା ଶିକାର କର ଧରି ଶିରେ ଲଗାଇ ବୋଲୁ ତରି କରି ସୁରସିକ ପଲ୍ୟଙ୍କେ ନେଇ। ତାହେଲେ ଏଇଟା ମଧ୍ୟ ଶୃଙ୍ଗାର ରସର ବର୍ଣ୍ଣନା କରାଯାଇଛି। ତାପରେ ହେଉଛି ବିପ୍ରଲମ୍ବ ଶୃଙ୍ଗାର। ତାହେଲେ ନାୟକ ନାୟିକାଙ୍କର ବିଚ୍ଛେଦ ଯୋଗୁଁ ମିଳନାତ୍ମକ ଶୃଙ୍ଗାର ରସ ସୃଷ୍ଟି ହୋଇପାରେ ନାହିଁ। କାବ୍ୟ ବା ନାଟକରେ ଅଦୃଷ୍ଟ ସମୟ ଈଶ୍ୱର ପତିନାୟକଙ୍କ ଦ୍ୱାରା ନାୟକ ନାୟିକାଙ୍କ ବିଚ୍ଛେଦ ଦଣ୍ଡ ଭୋଗିବାକୁ ପଡ଼ିଥାଏ କାବ୍ୟରେ। ତେଣୁ ପୂର୍ବ ଜନ୍ମର ଶାପ ଯୋଗୁଁ କାବ୍ୟରେ ବିଚ୍ଛେଦ ସୃଷ୍ଟି ହୋଇଥାଏ। ତେଣୁ ଏହି ବିଚ୍ଛେଦ ସମୟ କାବ୍ୟରେ ବଡ଼ କରୁଣ ହୋଇଥାଏ। ତେଣୁ ପ୍ରିୟ ବା ପ୍ରେମିକା ଜଣେ ଅନ୍ୟର ସ୍ମୃତିକୁ ରୋମନ୍ଥନ କରି ପରସ୍ପର ପ୍ରତି କାମାସକ୍ତ ହୋଇପଡ଼ନ୍ତି ଏବଂ ପୂର୍ବର ରତିଶାନ୍ତ ଦିନଗୁଡ଼ିକୁ ମନେ ପକାଇ ପ୍ରେମାତୁର ହୋଇପଡ଼ିଥାନ୍ତି। ତେଣୁ ମୁଖ୍ୟତଃ ଏହାକୁ 4 ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହେଲା ପୂର୍ବରାଗ, ଗୋଟେ ହେଲା ପ୍ରବାସ, ଗୋଟେ ହେଲା କରୁଣ ହେଲା, ଏଇଗୁଡ଼ିକ ଆମେ ଦେଖିବାକୁ ପାଇପାରିବା ହେଲା। ତାପରେ ମାନ ଥାଏ। ମାନ ଗୋଟେ ଏଇଟା ଅଛି ମାନ ହେଲା। ପୂର୍ବରାଗ, ମାନ, ପ୍ରବାସ, କରୁଣ।
ତେଣୁ ଦେଖ ପୂର୍ବରାଗ କାହା କହିବା? ପୂର୍ବରାଗ କହିଲେ ଶ୍ରବଣ ତଥା ଦର୍ଶନ ଦ୍ୱାରା ନାୟକ ନାୟିକା ଅନେକ ଦୂର ଅଗ୍ରସର ହୋଇଯାଇଥିଲେ ହିଁ କୌଣସି କାରଣରୁ ସେମାନଙ୍କର ମିଳନ ହୋଇନପାରିଲେ ସେମାନଙ୍କର ଯେଉଁ ଅବସ୍ଥା ହୋଇଥାଏ ତାହାକୁ ଆମେ ପୂର୍ବରାଗ କହିବା। ମାନ, ଅଭିମାନ ହେଲା। ତେଣୁ ମାନେ କହିଲେ ସେହିପରି ପ୍ରଣୟ ବା ଇଚ୍ଛା କାତରରୁ ଜାତ କୋପକୁ ମାନ ବୋଲି କୁହାଯାଏ। ଠିକ ଅଛି। ତେଣୁ ଅତିଶୟ ପ୍ରେମ ହେତୁ ପ୍ରଣୟମାନ ସୃଷ୍ଟି ହେଲା ବେଳେ ନାୟକଙ୍କର ଅନ୍ୟ ନାରୀ ଆସକ୍ତି ଏବଂ ସମ୍ପର୍କ ଜାଣିବା ଦ୍ୱାରା ନାୟିକା ମନରେ ଯେଉଁ ଅଭିମାନ ସୃଷ୍ଟି ହୋଇଥାଏ ତାହାକୁ ଈର୍ଷାମାନ ବୋଲି କୁହାଯାଏ। ତେଣୁ ଏଠିରେ ଲେଖାଯାଇଛି ଦୂରେ ଥିଲେ ହେଲା ଦୂରେ ଥିଲେ ପାଶେ ଅଛି ଏହା ସବୁ ଘେନି କେତେ ଦୂରେ ଚନ୍ଦ୍ର କେତେ ହରେ ଦୂରେ କୁମୁଦିନୀ ପ୍ରୀତି ଅଭେଦ ତାଙ୍କର ଯେତେ ଦୂରେ ଥିଲେ ଯେ ଯାହାର ସେ ତାହାର ପ୍ରେମ ସୁଧା ନୀତିରେ। ତେଣୁ ପୁନଶ୍ଚ ବିପ୍ରଲମ୍ଭ ଶୃଙ୍ଗାର ଅନ୍ୟତମ ଉଦାହରଣ ମଧ୍ୟ ଦେଖିବା। ଚେତି ଚତୁରୀ ଚାହିଁଲା ନିଶି ନାଶେ ପାଶେ ନାହିଁ ଦିବ୍ୟ ତରୁଣ ହୃଦୟ ହାତ ନାଥ ନାଥ ବୋଲି କଲା ଉଚ୍ଚ ସ୍ୱର କଲା କରୁଣ୍ୟ। ଠିକ ଅଛି। ତାପରେ ହେଉଛି ପ୍ରବାସ। ପ୍ରବାସ କାହାକୁ କହିବା? ଏଟା ମଧ୍ୟ ଗୋଟେ ବିପ୍ରଲମ୍ଭ ଶୃଙ୍ଗାର ଆମେ ଦେଖିବା ପାଇବା। ତେଣୁ ଯୁବକ ଯୁବତୀ ନବାନୁରାଗ ଦେଶାନ୍ତର କାରଣ ନିମନ୍ତେ ସେମାନଙ୍କ ମଧ୍ୟରେ ଚିରକାଳର ଯେଉଁ ବ୍ୟବଧାନ ସୃଷ୍ଟି ହୁଏ ତାହାକୁ ଆମେ ପ୍ରବାସ ବୋଲି କହିବା। ତେଣୁ ଦେବଦୁର୍ଲଭ ଦାସଙ୍କ ରହସ୍ୟ ମଞ୍ଜରୀରେ ଗୋପାଙ୍ଗନାଙ୍କର ବିରହ ପ୍ରବାସ ଆମେ ଦେଖିବାକୁ ମିଳିଥାଏ। ଯେମିତି ଲେଖିଛନ୍ତି ତରୁଲତା ଚାହିଁ ରୋଦନ କରନ୍ତି ହାକୁଷ୍ଣ ବୋଲି କ୍ରୀଡ଼ା ସ୍ଥାନ ଚାହିଁ ଉଠନ୍ତି ବୋବାଇ ଅଛି କି ହେ ବନମାଳୀ। ଠିକ ଅଛି। ତାପରେ ତାଙ୍କର ରହିଛି କରୁଣ ରସ। କରୁଣ ରସ କଣ? ତେଣୁ ବିଶ୍ୱନାଥ କବିରାଜଙ୍କର ଚତୁର୍ଥ ରସ ହେଉଛି କରୁଣ ରସ। କରୁଣ ରସ କାହାକୁ କୁହାଯାଏ? ବିଶ୍ୱନାଥ କବିରାଜଙ୍କ ମତରେ ଯୁବକ ଯୁବତୀଙ୍କ ମଧ୍ୟରୁ କେହି ମୃତ୍ୟୁବରଣ କରି ପୁନର୍ବାର ପତି ଓ ପତ୍ନୀ ଯାହାକୁ ହେଲେ ମଧ୍ୟ ସେହି ଜନ୍ମରେ ପୁନରାୟ ପ୍ରାପ୍ତି ହେଲେ ଏହି ପ୍ରାପ୍ତିକାଳ ପର୍ଯ୍ୟନ୍ତ ଯେଉଁ ଜଣକ ଜୀବିତ ଥାଇ ବିଭିନ୍ନ ଦୁଃଖ ଲାଭ କରିଥାଏ ତାହାର ସେହି ଦୁଃଖକୁ କରୁଣ ବା ବିପ୍ରଲମ୍ଭ କୁହାଯାଇଥାଏ। ତେଣୁ ଅର୍ଜୁନ ଦାସଙ୍କର କଳ୍ପଲତା କାବ୍ୟରେ ନାୟିକାର ଇଚ୍ଛା ବିରୋଧରେ ବିବାହ ଆୟୋଜନ ହୋଇଥିଲା। ସେ ଗରଳ ପାନ କରି ଆତ୍ମହତ୍ୟା କରିଛି। ନାୟକ ଅମର ଶିଖର ନାୟିକାର ମୃତ୍ୟୁ ସମ୍ବାଦ ଶ୍ରବଣ ମାତ୍ରେ ଚେତନା ଲାଭ ପରେ କରୁଣ କ୍ରୋଧନରେ ପରିବେଶକୁ କାରୁଣ୍ୟମୟ କରିଦେଇଛି। ଓକେ, ଯୋଉଟା କରୁଣ ରସ। ତମର କିଏ ମୃତ୍ୟୁବରଣ କଲେ ହେଲେ ତମେ ଯୋଉ କ୍ରନ୍ଦନ କର ସେଇଟା ହଉଛି କରୁଣ ରସ। କରୁଣ ଭାବ ଆସିଯାଏ, ହେଲା ଶୋକ ଭାବ ଆସିଯାଇଥାଏ। ଓକେ, ହାସ୍ୟରସ। ହାସ୍ୟରସର କଣ ହେଇଥାଏ? ହାସ ପରିହାସ ହେଲା। ତେଣୁ ହାସ୍ୟରସର ସ୍ଥାୟୀ ଭାବ ହେଉଛି ହାସ, ବର୍ଣ୍ଣ ହେଉଛି ଶ୍ଵେତ ବର୍ଣ୍ଣ ଥାଏ, ଦେବତା ହେଉଛନ୍ତି ପ୍ରମଥ ହେଉଛନ୍ତି ଏହାର ଦେବତା। ତେଣୁ ଯେଉଁ ବିକୃତ ଆକାର ବଚନ ବିକୃତ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରୁଥିବା ବ୍ୟକ୍ତିକୁ ଦେଖି ଅନ୍ୟମାନେ ହସନ୍ତି ତାହା ଆଲମ୍ବନ ବିବାହ ଅଟେ। ତେଣୁ ସେହିପରି ବ୍ୟକ୍ତିର ବିଭିନ୍ନ ଚେଷ୍ଟା ଉଦ୍ଦୀପନା ବିଭାବ ଚକ୍ଷୁକୁ ସଂକୋଚନ କରିବା ବଦନ ବିକଶିତ ଆଦି ଅନୁଭାବ ଗୁଡ଼ିକ ଥାଏ। ତେଣୁ ନିଦ୍ରା ଆଳସ୍ୟ ଆକାର ଗୋପନ ଆଦି ବ୍ୟଭିଚାରୀ ଭାବ ଥାଏ। ତେଣୁ ଆତ୍ମସ୍ଥ ତେଣୁ ଏ ହାସ୍ୟ ରସକୁ ଦି ଭାଗରେ ବ୍ୟକ୍ତ କରାଯାଇଛି। ଗୋଟେ ହେଲା ଆତ୍ମସ୍ଥ ହସ, ଗୋଟେ ହେଉଛି ପରସ୍ଥ ହସ। ତେଣୁ ନିଜର ବେଶଭୂଷା ବେଢଙ୍ଗ ଦେଖି ଦେଖଣାହାଣି ହସିବାକୁ କୁହାଯାଏ ଆତ୍ମସ୍ଥ ଏବଂ ଅନ୍ୟ ଜଣେ ହସୁଥିବ ତାକୁ ଦେଖିବାକୁ ନିଜେ ହସିବାକୁ ତାକୁ ପରସ୍ଥ କୁହାଯାଏ। ତେଣୁ ହସକୁ ପୁଣି ଆମେ ଦେଖିବା ପାଇବା ବ୍ୟକ୍ତି ମଧ୍ୟରେ ତିନି ଭାଗରେ, ଗୋଟେ ହେଲା ଉତ୍ତମ, ଗୋଟେ ହେଲା ମଧ୍ୟମ, ଗୋଟେ ହେଲା ଅଧମ। ଓକେ, ତେଣୁ ଆମେ ଦେଖିବା ପାଇବା କି ଉତ୍ତମ ବ୍ୟକ୍ତି ପାଖରେ ସ୍ମିତ ହସିତ, ମଧ୍ୟମ ମାନଙ୍କ ପାଖରେ ହସିତ ଉପହସିତ ବିହସିତ, ଅଧମ ବ୍ୟକ୍ତିଙ୍କ ପାଖରେ ଅତି ହସିତ ଅପହସିତ ଓ ଅତି ହସିତ ଥାଏ। ଯେମିତି ହାସ୍ୟରସର ବର୍ଣ୍ଣନା ଆମେ ଦେଖିବା ପାଇବା ଝୁଲି ହୋଇ ଢିଙ୍କି ହୋଇ ପଡୁଛି ଝୁଲାଇ ଝିଅ କି ନାତୁଣୀ ପ୍ରାୟ ଦିଶିବୁକୁ ତୁହି ନିଶ ଦାଢି କହେ କଥା ନିକୁଟିଣ ଦାନ୍ତି ଦେଢ ନ ଆସଇ ବାଣୀ ତାର ଦୁହି ହୁଏ ଅନ୍ତ ନିଶା ଦାଢି ଯୁଚି ତାକୁ ନ ମିଳେ ଭଣ୍ଡାରୀ ନିଶା କାଳେ ଯେ ଦେଖିଲେ ଭୟ କରେ ଡରି ଥାଇ। ଏଇଗୁଡ଼ିକ ସବୁ ରହିଛି ହାସ୍ୟରସର ବେଢଙ୍ଗର ବେଶଭୂଷା ହେଲେ ହାସ୍ୟରସ ଗୁଡ଼ିକ ସବୁ ସୃଷ୍ଟି ହୋଇଥାଏ। ତାପରେ କରୁଣ ରସ। କରୁଣ ରସ କଣ ହୋଇଥାଏ? ବିଶ୍ୱନାଥ କବିରାଜ ସାହିତ୍ୟ ଦର୍ପଣରେ
ଅନୁଯାୟୀ ସେ ଇଷ୍ଟଜନର ବିନାଶ ବା ଅନିଷ୍ଟ ହେତୁ ଯେଉଁ ଦୁଃଖ ଉତ୍ପତ୍ତିତ ହୋଇଥାଏ ତାକୁ ଆମେ କ'ଣ କହିବା? କରୁଣ ରସ ହୋଇଥାଏ। ତେଣୁ ଏହାର ବର୍ଣ୍ଣ ହୋଇଥାଏ କ'ଣ? କପୋତ ବର୍ଣ୍ଣ। କରୁଣ ହୋଇଥାଏ, କ୍ରନ୍ଦନ କରିଥାନ୍ତି, କପୋତ ବର୍ଣ୍ଣ ଥାଏ ଏବଂ ବର୍ଣ୍ଣ ହେଉଛି ଯମ ହୋଇଥାନ୍ତି, ଏହାର ଦେବତା ଥାନ୍ତି। ତେଣୁ ସ୍ଥାୟୀ ଭାବ ହେଉଛି ଶୋକ। କରୁଣ ରସର ସ୍ଥାୟୀ ଭାବ ହେଉଛି ଶୋକ ରସ। ଯାହାକୁ ନେଇ ଶୋକ ହୋଇଥାଏ ସେ ଆଲମ୍ବନ ବିଭାବ ହେଲା, ଏବଂ ମୃତ ବ୍ୟକ୍ତିର ଦାହ ପ୍ରଭୃତି ଉଦ୍ଦୀପନ ବିଭାବ ଏବଂ ଦୈବ ନିନ୍ଦା କରିବା, କ୍ରନ୍ଦନ କରିବା, ଭୂମିର ପତନ ହେବା ଆଦି ଅନୁଭାବ ଗୁଡ଼ିକ ଥାଏ। ଯେମିତି ଆମେ ଦେଖିବା ପାଇବା ଏଠିରେ ଗୋଟେ କରୁଣ ରସର ବର୍ଣ୍ଣ ରହିଛି। ଏତେ ତହିଁ ଯେ କଲେ ରୋଦନ ଭାଙ୍ଗି ପକାଇଲେ ଚୁଡ଼ି ମାନ, କେଶ ବାସ ବେଶ ଅସମ୍ଭାଳ ହେଲା, ପ୍ରାଣ ବିହୀନେ ପିଣ୍ଡ ଯେସନ ସେ ସୁନ୍ଦରୀ, ହାୟ ସ୍ୱାମୀ କେହୁ ପଡ଼େ ବାହୁ ମୂଳାଳ ଉଦରେ କୋଡ଼େ, ଆହେ ପ୍ରାଣେଶ୍ୱର ମଥୁରା ଈଶ୍ୱର ବୋଲି ମୃତ ପିଣ୍ଡକୁ କେବିଡ଼େ ସେ ସୁନ୍ଦରୀ। ତାନେ ଯେତେବେଳେ କଂସଙ୍କର ମୃତ୍ୟୁ ହୋଇଯାଇଛି ତାଙ୍କର ଯେଉଁ ରହିଛନ୍ତି ରାଣୀମାନେ ସମସ୍ତେ ଭୂମିରେ କ୍ରନ୍ଦନ କରୁଛନ୍ତି, ଚୁଡ଼ି ଗୁଡ଼ିକ ଭାଙ୍ଗି ଦେଉଛନ୍ତି। ସେଇ ସବୁ ଦୃଶ୍ୟ ଗୁଡ଼ିକ ଏଠିରେ କ୍ରନ୍ଦନ ରସ ଭାବରେ ବର୍ଣ୍ଣନା କରାଯାଇଅଛି। ଠିକ ଅଛି, ତାକୁ ଆମେ କହିବା। ତେଣୁ ଏଇଟା ମଧ୍ୟ ରହିଛି। ତାପରେ ଆସିବ ରୌଦ୍ର ରସ। ରୁଦ୍ର ଭାବ ହେଲା, ଉଗ୍ର ସ୍ୱରୂପ। ତେଣୁ ବିଶ୍ୱନାଥ କବିରାଜ ରୌଦ୍ର ରସ ସମ୍ପର୍କରେ ଆଲୋଚନା କରି କହିଛନ୍ତି କି କ୍ରୋଧ ଏହାର ସ୍ଥାୟୀ ଭାବ। କ୍ରୋଧ ଯେତେବେଳେ ତମେ ସବୁଟା ରାଗିଯିବ କ'ଣ ହେଉଛି? ରୁଦ୍ର ପରି ହେଇଯିବ, କ୍ରୋଧ ଆସିଯିବ ହେଲା। ତେଣୁ ଏହାର ବର୍ଣ୍ଣ ହେଉଛି ରକ୍ତବର୍ଣ୍ଣ। ଦେବତା ହେଉଛନ୍ତି ରୁଦ୍ର। ଅନ୍ୟ ପ୍ରତି ଆକ୍ଷେପ ବା ଶାରୀରିକ ଆକ୍ରମଣ ଜନିତ ହୁଙ୍କାରକୁ ରୌଦ୍ର ରସ କୁହାଯାଏ। ତେଣୁ ସାହିତ୍ୟରେ ଏହା ଯୁଦ୍ଧକାଳୀନ ବର୍ଣ୍ଣନା ହେଲା। ତା ସହିତ ଯେଉଁ ଯୁଦ୍ଧକାଳୀନ ବର୍ଣ୍ଣନା ସମୟରେ ଯେଉଁ ଗୁଡ଼ିକ ସବୁ ହୋଇଥାଏ, କାର୍ଯ୍ୟକ୍ରମ ଗୁଡ଼ିକ ହୋଇଥାଏ, ସେଗୁଡ଼ିକ ସବୁ ହୋଇଥାଏ, ରୌଦ୍ର ଭାବନା ଆସିଥାଏ ହେଲା। ପରସ୍ପର ମଧ୍ୟରେ ଅସ୍ତ୍ରଶସ୍ତ୍ର କ୍ଷେପଣ କରିବା, ବାକ୍ ଯୁଦ୍ଧ କରିବା, ଋଣ ହୁଙ୍କାର ଦେବା ହେଲା। ତେଣୁ ରୌଦ୍ର ରସର ବିଭାବ ଭାବରେ ଗର୍ଜନ ତର୍ଜନ କରିବା, ଆହ୍ୱାନ, ନିଶ ମୋଡ଼ିବା, ଭୁଜ ପ୍ରସାରଣ କରିବା ଆଦି ମାନ୍ୟତା ପାଇଥିବା ବେଳେ ଉଗ୍ରତା, ଅହଙ୍କାର ଆଦି ସଞ୍ଚାରୀ ଭାବ ରୂପରେ ରୌଦ୍ର ରସର ରହିଥାଏ। ତେଣୁ ଭଗବାନଙ୍କୁ ଗାଦିଚ୍ୟୁତ କରିବା ପାଇଁ ନିୟତି କବି ରବି ସିଂର ଏହି କବିତାରେ କିପରି ରୌଦ୍ର ରସର ପ୍ରକାଶ ପାଇଛି, ଯେମିତି ଲେଖାଯାଇଛି। ଚରମ ପତ୍ର ଦେଲି ଭଗବାନ, ଚରମ ପତ୍ର ଘେନ ଆଗାମୀ 24 ଘଣ୍ଟା ଭିତରେ, ଆଗାମୀ କାଲିର ଏହି ପ୍ରଭାତରେ, ଯେବେ ନ ଛାଡ଼ିବ ଗୋଲକ ସିଂହାସନ, ଶିର ଅବୟବ ଛିନ୍ନ କରିବ ମୋ ତରବାର, ତମରି ଅଙ୍କ ସାଇନି ବିନ୍ଦୁର କରଂ କଙ୍କଣ, ପଦାଘାତ ଦେବି ଚୁରି ହେଲା। ତେଣୁ ଏଠିରେ ଚରମ ପତ୍ରରେ ଲେଖାଯାଇଛି। ତେଣୁ ଶ୍ରେଣୀ ସଂଘର୍ଷ ବା ପୃଷ୍ଠଭୂମିରେ ରୌଦ୍ର ରସର ଅବତାରଣ କରାଯାଇଛି। ପରସ୍ପର ମଧ୍ୟ ଏତେ ଯୁଦ୍ଧ ବର୍ଣ୍ଣନା ହୋଇଥାଏ। ଯେତେ କାବ୍ୟରେ ଯୁଦ୍ଧ ବର୍ଣ୍ଣନା ହୋଇଥାଏ ସେତେବେଳେ ସାଧାରଣ ଭାବରେ ଏ ରୌଦ୍ର ରସ ବର୍ଣ୍ଣନା ହୋଇଥାଏ। ଠିକ ଅଛି, ନେକ୍ସଟ ଆମେ ଦେଖିବା ବୀର ରସ। ତେଣୁ ଉତ୍ସାହ ଏହାର ସ୍ଥାୟୀ ଭାବ। ଉତ୍ସାହ ହେଉଛି ଏହାର ବୀର ରସର ସ୍ଥାୟୀ ଭାବ। ତେଣୁ ଦେବତା ହେଉଛନ୍ତି ଇନ୍ଦ୍ର, ବର୍ଣ୍ଣ ହେଉଛି ସୁନା ସୁବର୍ଣ୍ଣ, ସୃଷ୍ଟି କରାଯାଇଥାଏ। ତେଣୁ ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ, ଯୁଦ୍ଧ ହେଲା ଓ ପ୍ରତିବାଦ କରିବା ପାଇଁ କବି, କର୍ମୀ ଓ ରାଜନେତାମାନେ ସାଧାରଣତଃ ଜନତାମାନ ଉତ୍ସାହମୂଳକ କଥା କହି ସେମାନଙ୍କ ଭିତରେ ବୀର ଭାବ ବା ଉତ୍ସାହ ଭାବନା ସୃଷ୍ଟି କରିଥାନ୍ତି। ଠିକ ଅଛି, ତେଣୁ ପରାଧୀନ ଭାରତରେ ବ୍ରିଟିଶ ସେନା ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ ଆହ୍ୱାନ ଜଣାଇ ବୀର ରସର ସାହିତ୍ୟ ରଚନା କରାଯାଇଛି। ଯେମିତି ଗୋଦାବରୀଶ ମହାପାତ୍ରଙ୍କର ଉଠ କଙ୍କାଳ ଉଠେଇ ଯାଇଛି। ଉଠ କଙ୍କାଳରେ ବୀର ରସ ପ୍ରତିଫଳିତ ହୋଇଛି। ତେଣୁ ଏଠିରେ ଲେଖି ଯାଇଛି। ଦୁର୍ଗମ ଗିରି ଦୁର୍ଗ ପ୍ରାଚୀର ଜିନ୍ନ ଦ୍ୱାରେ ବସି, ଡାକେ ତାନ୍ତ୍ରିକ ମନ୍ତ୍ର ସାଧନେ ଜାଗ୍ରତ ପୁରବାସୀ, ପୃଥିବୀଦାରୀ ବାରବାଟୀ ମୋଡ଼ ଉଠ ଚଞ୍ଚଳ, ଘୋରଦାର ସତ ସରଦାର ଶିର କର ଉନ୍ନତ ଦର, ଉଠ କଙ୍କାଳ ଛିଡ଼ୁ ଶୃଙ୍ଖଳ ଜାଗ ଦୁର୍ବଳ ଆଜି, ଉଠୁ ଗତ ଗୌରବ ଭୂତ ଗୌରବ ମୃତ ଗୌରବ ରାଜି। ତାପରେ ହେଉଛି ଭୟାନକ ରସ। ଭୟାନକ ରସ କ'ଣ ଥାଏ? ଠିକ ଅଛି, ଭୟାନକ ରସରେ ଆମେ ଦେଖିବାକୁ ପାଇବା କି ଭୟାନକ ଭୟ ଭାବ, ଡରିଯିବା। ତେଣୁ ଏହାର ସ୍ଥାୟୀ ଭାବ ହେଉଛି ଭୟ। ତେଣୁ ଭୂତ ପ୍ରେତ ଆଦି ଏହାର ହେଉଛନ୍ତି ଦେବତା। ତେଣୁ କେହି କାଳ ବା ଯମ
ଦେବତା ବୋଲି ମତ ଦିଅନ୍ତି। ତେଣୁ ଏହାର ବର୍ଣ୍ଣ ହେଉଛି କୃଷ୍ଣ ବର୍ଣ୍ଣ ହୋଇଥାଏ କାର ଭୟାନକ ରସରେ। ତେଣୁ ଯେଉଁ ବର୍ଣ୍ଣନା ପାଠକ ମନରେ ଭୟ ଭାବ ବା ଡର ଭାବ ସଞ୍ଚାର କରେ ତାକୁ ଆମେ ଭୟାନକ ରସ ବୋଲି କୁହାଯାଏ। କୌଣସି ଭୟାନକ କାର୍ଯ୍ୟ ତଥା ହତ୍ୟା ରକ୍ତପାତ ଇତ୍ୟାଦି ଭୟଭାବ ସୃଷ୍ଟି କରାଯାଇଥାଏ। ତେଣୁ ସାହିତ୍ୟରେ ଯୁଦ୍ଧ ବର୍ଣ୍ଣନା ଶତ୍ରୁ ଦମନ ଷଡ଼ଯନ୍ତ୍ର ଆଦି ପ୍ରସଙ୍ଗରେ ଭୟାନକ ରସର ଅବତାରଣ କରାଯାଇଥାଏ। ତେଣୁ ସାରଳା ଦାସଙ୍କର ଗଦା ପର୍ବରେ ମଧ୍ୟ ଭୟାନକ ରସର ପ୍ରତିଫଳିତ ହୋଇଛି। ତେଣୁ ଭୂତ ପ୍ରେତ ଆଦି ଭୟାନକ ରସର ଦେବତା ଅଟନ୍ତି। ଯମ ମଧ୍ୟ ଦେବତା ଏଠିରେ ରୁହନ୍ତି। ତେଣୁ ଉପେନ୍ଦ୍ର ଭଞ୍ଜଙ୍କର ଲାବଣ୍ୟବତୀ କାବ୍ୟରେ ମଧ୍ୟ ଭୟାନକ ରସ ରହିଛି। ଯେମିତି ଆମେ ଦେଖିବା ପାଇବା କେଶ ମୁକତ ବିବାସ ଦଶନେ ତୃଣ ଅଜସ୍ର ପଳାୟିତ ରିପୁକମ୍ପ ବସେ ହେ ସ୍ତ୍ରୀ ବେଶ ଧରି ନାରୀ ମଧ୍ୟ କେ ନିବାସ କରି ଲତା ବୃକ୍ଷ ବୀର ପ୍ରାୟ ଦିଶେ ହେ। ତେଣୁ ଏତେ ରାକ୍ଷସ ମାନଙ୍କ ସହିତ ଚନ୍ଦ୍ରଭାନ ଯେତେବେଳେ ଯୁଦ୍ଧ ହୋଇଛି ସେତେବେଳେ ରାକ୍ଷସ ମାନେ ସବୁ ଇଏ ଶାଢ଼ୀ ପିନ୍ଧିକି ସବୁ ପଳାୟନ କରୁଛନ୍ତି। ଓକେ, ସେଇଟା ଗୋଟେ ଭୟ ଭାବରେ। ତେଣୁ ତାପରେ ହେଉଛି ବିଭତ୍ସ ରସ। ବିଭତ୍ସ ରସରେ କ'ଣ ହୋଇଥାଏ? ଦେଖ, ଏହି ରସର ସ୍ଥାୟୀ ଭାବ ଘୃଣା ବା ଜୁଗୁପ୍ସା ଅଟେ। ତେଣୁ ବର୍ଣ୍ଣ ଥାଏ ନୀଳ। ତେଣୁ ମହାକାଳ ଦେବତା ଯେଉଁ କଥାକୁ ଶୁଣିବା ମାତ୍ରେ ମନରେ ବିକାର ଭାବ ବା ଘୃଣା ଆସିଥାଏ ଛି ହେଲା। ତେଣୁ ଏଇ ଘୃଣା ଭାବ ସୃଷ୍ଟି ହୁଏ ସେହିପରି କଥାରୁ ଆମେ ବିଭତ୍ସ ରସର ଉତ୍ପନ୍ନ ହୋଇଥାଏ। ତେଣୁ ଘୃଣାକାରୀଙ୍କର କଥା ଶୁଣିବା ଦର୍ଶନ କରିବା ଯୋଗୁଁ ମନ ଭିତରେ ସେହି ବସ୍ତୁ ପ୍ରତି ଘୃଣା ଭାବ ଜନ୍ମ ହୋଇଥାଏ। ତେଣୁ ଲାବଣ୍ୟବତୀ କାବ୍ୟରେ ଉପେନ୍ଦ୍ର ଭଞ୍ଜ କହନ୍ତି ପିଇଲେ ରୁଧିର ପଣା ତରିଲେ ପ୍ରେତ ଅଗଣା ମଣ୍ଡା ପରି ମୁଣ୍ଡ ଚୋବାଇଲେ ଯେ ଖାଇଲେ ସେ ଭୁଜ ପାହୁ ମତ୍ସ୍ୟ ଉପହାର ସ୍ୱାଦୁ ନଖ କଣ୍ଟକ ବାହାର କଲେ ଯେ ଘୃତ ପରି ପିତଲିହି ନୃତ୍ୟୁ କଲେ ଗୀତ ଗାଇ ହୃଦମେଦ ବ୍ୟଞ୍ଜନ ସୁସ୍ୱାଦୁ। ତେଣୁ ମାତିଲେ ଜରତ ମାନେ ପିଞ୍ଜା ମାଂସ ସରମୁନେ ପ୍ରବର୍ତ୍ତିଲେ ବୀରେ ଆଶୀର୍ବାଦେ। ତାହେଲେ ଏଠିରେ ଯେଉଁ ବିଭତ୍ସ ରସର ବର୍ଣ୍ଣନା କରାଯାଇଛି ହେଲା, ଯେଉଁଟା ଆମେ ଦେଖିବାକୁ ପାଇପାରିବା। ତାପରେ ହେଉଛି ଅଦ୍ଭୁତ ରସ। ଅଦ୍ଭୁତ ବିସ୍ମୟ ହେଇଯିବା ହେଲା, ବିସ୍ମୟ ଅଦ୍ଭୁତ ଆଶ୍ଚର୍ଯ୍ୟ ହୋଇଯିବ କ'ଣ ଘଟୁଛି। ଓକେ, ଦେଖ ବିସ୍ମୟ ଅଦ୍ଭୁତ ରସର ଗୋଟିଏ ସ୍ଥାୟୀ ଭାବ ଅଟେ। ତେଣୁ ଦେବତା ହେଉଛନ୍ତି ଗନ୍ଧର୍ବ, ବର୍ଣ୍ଣ ହେଉଛି ପୀତବର୍ଣ୍ଣ। ଯେଉଁ ସବୁ ଘଟଣା ଗୁଡ଼ିକ ପୂର୍ବ ନିର୍ଦ୍ଧାରିତ ନୁହେଁ ଅଥଚ ଆକସ୍ମିକ ଭାବରେ ସେହି ଘଟଣା ଗୁଡ଼ିକ ଘଟିଯାଏ ସେତିକିବେଳେ ଆମେ ଅଦ୍ଭୁତ ରସର ସୃଷ୍ଟି ହୋଇଥାଏ। ତେଣୁ ଶତ୍ରୁ ଅଦୃଷ୍ଟ କବଳରୁ ନିଜକୁ ରକ୍ଷା କରିବା ପାଇଁ କେହି ହଠାତ୍ ସହଯୋଗ କରିବ ବା ପ୍ରକୃତିର ପ୍ରଭାବରେ ପରିବର୍ତ୍ତନ ହେବା ବିଧି ନିର୍ଦ୍ଧାରଣ ବାହାରେ ଘଟଣାମାନ ଘଟିବା ଯୋଗୁଁ ସାହିତ୍ୟରେ ଅଦ୍ଭୁତ ରସର ସୃଷ୍ଟି ହୋଇଥାଏ। ଓକେ, ଯେମିତି ଆମେ ଦେଖିବା ପାଇବା ଅଦ୍ଭୁତ ରସରେ ନିସ୍ତବ୍ଧ ନୀରବ ସେ ମହାବିଜନେ ସନାତନ ଶ୍ଵେତ ତୁଷାର ଆସନେ ବେମକେଶ ମୂର୍ତ୍ତି ଦେଖିଲି ଚମକି ପଡ଼ିଲା ସେ ରୂପେ ଚିତ୍ତ ବୃତ୍ତି ଥକି ମନେ ମନେ କହି ନିମିତ୍ତ ନୀରବେ ନମୋ ଦେବାସ୍ତେ ସ୍ତ୍ରୀ ଗୌରୀ ଗୁରବେ। ତେଣୁ ଏଠିରେ କ'ଣ କରାଯାଇଛି? ବର୍ଣ୍ଣନା କରାଯାଇଛି। ଓକେ, ତାପରେ ହେଉଛି ଶାନ୍ତ ରସ। ନବମ ରସ ହେଉଛି ଶାନ୍ତ ରସ। ଶାନ୍ତ ରସର ସ୍ଥାୟୀ ଭାବ ହେଉଛି ସମ। ଶାନ୍ତ ରସର ସମ ହେଉଛି ଶାନ୍ତ ରସର ସ୍ଥାୟୀ ଭାବ। ତେଣୁ ଉତ୍ତମ ପ୍ରକୃତିର ବ୍ୟକ୍ତି ଏହାର ନାୟକ ଅଟନ୍ତି। ଦେବତା ହେଉଛନ୍ତି ନାରାୟଣ। ତେଣୁ ମଣିଷ ମନର ଶାଶ୍ୱତ ଅନୁଭବର ଉତ୍ତରଣ ଘଟି ଯେତେବେଳେ ଏକ ନିର୍ବିକଳ୍ପୀୟ ଜୀବନବୋଧର ବ୍ୟକ୍ତିସତ୍ତା ରୂପାନ୍ତରିତ ହୋଇଥାଏ ସେତିକିବେଳେ ଶାନ୍ତ ରସର ପ୍ରଭାବ ହୋଇଥାଏ। ତେଣୁ ଆନନ୍ଦ ବା ଉପଭୋଗରେ ଯେ ନିରାସକ୍ତ, ଓକେ, ଆନନ୍ଦ ଏବଂ ଉପଭୋଗରେ ଯିଏ ନିରାସକ୍ତ ହୋଇଥାଏ ସେ କ୍ଷେତ୍ରରେ ଶାନ୍ତ ରସ ହୋଇଥାଏ। ତେଣୁ ଦୁଃଖ ଦୁର୍ଦିନରେ ଯିଏ ସ୍ଥିତପ୍ରତ୍ୟବ୍ୟ ସେହି ମଣିଷ ଶାନ୍ତ ରସକୁ ଅନୁଭବ କରିଥାଏ। ତେଣୁ ଆମେ ଦେଖିବା ପାଇବା ସାରିଆ ଭିକଙ୍କର ଗୋଟେ ଉଦାହରଣ ରହିଛି ଥକା ମନ ଚାଲ ଯିବା ଚକା ନୟନ ଦେଖିବା ଶଙ୍ଖନାଭି ମଣ୍ଡଳରେ ବେନି ନେତ୍ର ପଖାଳିବା ବାଟରେ ବାଟ ମଙ୍ଗଳା ଦେଖିବା ଅଠର ନଳା ପାଞ୍ଚ ମନ ଏକ ମେଳେ ନରେନ୍ଦ୍ର ସ୍ନାନ କରିବା। ତାହେଲେ ଏଠିରେ ଭକ୍ତି, ଏଠି ହେଉଛି କ'ଣ? ଶାନ୍ତ ଭାବନା ସମ। ତାପରେ ହେଉଛି ବାତ୍ସଲ୍ୟ ରସ, ସ୍ନେହ ଭଲ ପାଇବା ପିଲାମାନଙ୍କୁ। ତେଣୁ ବାତ୍ସଲ୍ୟ ରସର ସ୍ଥାୟୀ ଭାବ ହେଉଛି ସ୍ନେହ। ତେଣୁ ବାତ୍ସଲ୍ୟ ରସ ରକ୍ତ ସମ୍ପର୍କ ବା ନିକଟ ସମ୍ପର୍କ ଭିତରେ ସୃଷ୍ଟି ହୋଇଥାଏ। ତେଣୁ ପିତା ମାତାଙ୍କର ତାଙ୍କ ସନ୍ତାନ ପ୍ରତି ଥିବା ସ୍ନେହ ଭଲ ପାଇବା ହେଉଛି ବାତ୍ସଲ୍ୟ ରସ। ତେଣୁ ରସ ହେଉଛି ବାତ୍ସଲ୍ୟ ରସ। ପିତାମାତାଙ୍କର ସ୍ନେହରୁ ବାତ୍ସଲ୍ୟ ରସର ସୃଷ୍ଟି ହୋଇଥାଏ।
ଯେମିତି ଆମେ ଦେଖିବା ପାଇବା ଅଭିମନ୍ୟୁ ସାମନ୍ତ ସିଂହାରଙ୍କର ଧୀର ଘେନ କାନନରେ କୃଷ୍ଣ ବିଳମ୍ବିତ ବାତ୍ସଲ୍ୟ ମମତା ଘେନୁ ଭାଳୁଛନ୍ତି ମାତ କଳା ମାଣିକରେ ନିଧନ ସଙ୍କାଳି ମୋର ଦରିଦ୍ର ପସରା ଅନ୍ଧ ଲଉଡ଼ି ବାବୁରେ ହୁଦ ରତ୍ନ ଆରା କଳା ମାଣିକରେ। ଯେଉଁ କଳା ମାଣିକ ରହିଛି ସେଟା ହେଉଛି ବାତ୍ସଲ୍ୟ। କାରଣ କୃଷ୍ଣ ଯାଇଛନ୍ତି ଜଙ୍ଗଲକୁ ଯାଇଛନ୍ତି ଚୋରେଇବା ପାଇଁ, ଗୋରୁ ଚୋରେଇବା ପାଇଁ, କିନ୍ତୁ ରାତି ଅଧିକ ହେଇଗଲାଣି, ସମୟ ଅଧିକ ହେଇଗଲାଣି, ସେଥିପାଇଁ ମା ସବୁ ଭାଳୁଛନ୍ତି, ତାଙ୍କ କଥା ମନେ ପକାଉଛନ୍ତି। ସେଇଟା ମଧ୍ୟ ଭଲ ପାଇବା ରହିଛି ସନ୍ତାନ ପ୍ରତି। ସେଭଳିଆ ହେଇଛି ଆମେ ଦେଖିବା ପାଇବା ଭକ୍ତଚରଣ ଦାସଙ୍କର ବର୍ଣ୍ଣିତ ବାତ୍ସଲ୍ୟ ରସ ସମଗ୍ର ଭାରତୀୟ ସାହିତ୍ୟରେ ଦୁର୍ଲଭ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏବଂ ମାତୃହୃଦୟର ଚର୍ମ ଅଭିବ୍ୟକ୍ତିରେ ବାତ୍ସଲ୍ୟ ରସ ବର୍ଣ୍ଣନା କରାଯାଇଥାଏ। ଯେମିତି ରହିଛି ଆରେ ବାବୁ ଶ୍ୟାମ ଘନ ତୁ ଗଲେ ମଧୁଭୁବନ କାହା ମୁଖ ଅନାଇ ପଞ୍ଚିବି ହେବ ଦଶ ଦିଗ ଶୂନ୍ୟ ଅସ୍ଥିର ହେବ ଜୀବନ ନିଶି ଦିବସରେ ଝୁରୁଥିବିରେ ଜୀବଧନ ଜୀବନ ବିହୁନେ ଜେନେ ଝସ ରାଜା ବିନେ ଜେନେ ଗ୍ରାମ ଦେଶରେ। ହେଲା, ଏଇଟା କ'ଣ ହେଇଛି, ଏଇଠି ତମର ବାତ୍ସଲ୍ୟ ରସର ବର୍ଣ୍ଣନା କରାଯାଇଅଛି। ଦେଖ ଦେଖାଗଲା ସ୍କ୍ରିନ୍। ଠିକ ଅଛି। ରସ ନିଷ୍ପତ୍ତିର ବିଭିନ୍ନ ମତବାଦ କ'ଣ ରହିଛନ୍ତି ଦେଖ। ଭରତମୁନି ନାଟ୍ୟଶାସ୍ତ୍ରରେ ରସସୂତ୍ର ସମ୍ପର୍କରେ ଯେଉଁ ଆଲୋଚନା କରିଛନ୍ତି, ବିଭାବ ଅନୁଭାବ ଓ ବ୍ୟଭିଚାରୀ ଭାବ ସଂଯୋଗରେ ରସ ନିଷ୍ପତ୍ତି ହୋଇଥାଏ ବୋଲି ସେ କହିଲେ। ସେ ଏହାକୁ ସ୍ପଷ୍ଟ କରିବାକୁ ଯାଇ କହିଛନ୍ତି, ଯେପରି ନାନା ବ୍ୟଞ୍ଜନ ଔଷଧ ଦ୍ରବ୍ୟ ସଂଯୋଗରେ ମଧୁର ଅମ୍ଳାଦି ଷଡ଼ରସର ନିଷ୍ପତ୍ତି ହୋଇଥାଏ, ଅନୁରୂପ ଭାବରେ ବିଭାବ ଅନୁଭାବ ଏବଂ ସଞ୍ଚାରୀ ଭାବ ବିଭିନ୍ନ ଭାବର ସଂଯୋଗରେ ସେହିପରି ଭାବରେ କ'ଣ ହୋଇଥାଏ, ରସ ନିଷ୍ପତ୍ତି ଘଟିଥାଏ। ଠିକ ଅଛି। ତେଣୁ ଆମେ ଦେଖିବା ପାଇବା କି ଭରତମୁନିଙ୍କର ସଂଯୋଗ ଏବଂ ନିଷ୍ପତ୍ତି ଶବ୍ଦକୁ ଆଧାର କରି ଆଚାର୍ଯ୍ୟମାନେ ମତଭେଦ ସୃଷ୍ଟି କରିଛନ୍ତି। ଏହି ବିଭିନ୍ନ ମତଭେଦରୁ ମୁଖ୍ୟତଃ 4ଗୋଟି ମତ ଆମେ ଗୁରୁତ୍ୱପୂର୍ଣ୍ଣ ରହିଛି। 4ଗୋଟି ମତ କ'ଣ ହେଉଛି, ଗୋଟେ ହେଲା ଭଟ୍ଟଲୋଳଟଙ୍କର ଉତ୍ପତ୍ତିବାଦ ବା ତାକୁ ଆମେ ଆରୋପବାଦ ବୋଲି କହିବା, ତ୍ରିଶଙ୍କୁଙ୍କର ଅନୁମିତବାଦ ବା ଅନୁମାନବାଦ, ଭଟ୍ଟନାୟକଙ୍କର ଭୁକ୍ତିବାଦ ବା ଭୋଗବାଦ, ଅଭିନବ ଗୁପ୍ତଙ୍କର ଅଭିବ୍ୟକ୍ତିବାଦ ବା ବ୍ୟକ୍ତିବାଦ ବା ଏବେ କହିପାରିବା ଆସ୍ୱାଦନବାଦ। ପ୍ରଥମ ହେଉଛି ଉତ୍ପତ୍ତିବାଦ। ଉତ୍ପତ୍ତିବାଦ କାହାକୁ କୁହାଯାଏ ଦେଖ। ଉତ୍ପତ୍ତିବାଦର ପ୍ରବର୍ତ୍ତକ ହେଉଛନ୍ତି ଭଟ୍ଟଲୋଳଟ। ଏ ଜଣେ ମୀମାଂସକ ହୋଇଥିବାରୁ ମୀମାଂସା ଶାସ୍ତ୍ର ବା ବେଦାନ୍ତ ଅନୁଯାୟୀ ଆଲୋଚନା କରିଛନ୍ତି ରସ କିପରି ବା ପାଠକ ବା ଶ୍ରୋତା ନିକଟରେ ପହଞ୍ଚିଥାଏ। ଏହି ମତବାଦ ଦ୍ୱାରା ଆମେ ଭଟ୍ଟଲୋଳଟ ସାବ୍ୟସ୍ତ କରିଛନ୍ତି। ଠିକ ଅଛି। ତେଣୁ ସେ ଭରତଙ୍କର ସଂଯୋଗ ଶବ୍ଦର ଅର୍ଥକୁ ସମ୍ବନ୍ଧ ଏବଂ ନିଷ୍ପତ୍ତି ଶବ୍ଦର ଅର୍ଥକୁ ଉତ୍ପତ୍ତି ବୋଲି ବ୍ୟାଖ୍ୟା କରିଛନ୍ତି। ମୂଳ ଚରିତ୍ରଠାରେ ରସର ଉତ୍ପତ୍ତି ହୋଇଥାଏ ବୋଲି ସେ କହିଲେ କି ମୂଳ ଚରିତ୍ରଠାରେ ରସ ଉତ୍ପତ୍ତି ହୋଇଥାଏ। ତେଣୁ ସ୍ଥାୟୀ ଭାବ ସହିତ ବିବାହର ସଂଯୋଗ, ଉତ୍ପାଦ୍ୟ ଉତ୍ପାଦକ ସମ୍ବନ୍ଧ ଏବଂ ଅନୁଭବର ଗମ୍ୟ ଗମକ ଭାବରେ ସମ୍ବନ୍ଧ ଏବଂ ବ୍ୟଭିଚାରୀ ଭାବର ପୋଷ୍ୟ ପୋଷକ ସମ୍ବନ୍ଧ ଦର୍ଶକ ବା ପାଠକ ଭ୍ରମରେ ବଶବର୍ତ୍ତୀ ହୋଇ ରସ ପ୍ରାପ୍ତ ହୋଇଥାଏ ବୋଲି ଭଟ୍ଟଲୋଳଟ ମତ ଦେଲେ। ତେଣୁ ନାଟକର ଜୀବନ୍ତ ଅଭିନୟ ଯେତେବେଳେ ଦର୍ଶକକୁ ଆକ୍ଲାନ୍ତ କରି ବସେ, ସେତେବେଳେ ସେ ସ୍ଥିତିଶୂନ୍ୟ ହୋଇଯାଏ। ମଞ୍ଚରେ ଅଭିନୀତ ଦୃଶ୍ୟ ଚରିତ୍ର ଭିତରେ ଦର୍ଶକ ମଜ୍ଜି ଯାଇଥାଏ ଏବଂ ଏହି ମୁଗ୍ଧ ଅଭିନୟ ଯୋଗୁଁ ଦର୍ଶକ ନାଟକ ଭିତରକୁ ପ୍ରବେଶ କରିଥାଏ ଏବଂ ନାୟକ ନାୟିକାଙ୍କର ରତିପ୍ରୀତିରେ ସେ ଉତ୍ତେଜିତ ଅନୁଭବ କରେ। ଦୁଃଖଦ ବର୍ଣ୍ଣନା ସମୟରେ ଦର୍ଶକ ଦୁଃଖ କରିଥାଏ, କାନ୍ଦି ପକାଏ। ତେଣୁ ମହାଭାରତରେ ଚକ୍ରବ୍ୟୂହ ଭିତରେ ଅଭିମନ୍ୟୁ ବଦ୍ଧ ହେବା ଆଦି ଦୃଶ୍ୟଗୁଡ଼ିକର କାନ୍ଦୁଥିବା ଦର୍ଶକ ନିଜକୁ ରାମ ବା ଅଭିମନ୍ୟୁ ଭିତରେ ଉପଭୋଗ କରିଥାଏ। ତେଣୁ ଏହି ଭ୍ରମତା ଯୋଗୁଁ ଦର୍ଶକ ଭିତରେ ରସ ସୃଷ୍ଟି ହୋଇଥାଏ ବୋଲି ଭଟ୍ଟଲୋଳଟ ମତ ବ୍ୟକ୍ତ କରିଛନ୍ତି। ଯେପରି ଅନ୍ଧାରରେ ଗୋଟିଏ ରଜ୍ଜୁ ବା ଗୋଟିଏ ଦଉଡ଼ିକୁ ସର୍ପେ ମନେକରି ସର୍ପର ଆଭାସ ବା ଆରୋପ ଦ୍ୱାରା ମାନବର ଭୟ ପ୍ରଭୃତି କାର୍ଯ୍ୟର ଉତ୍ପତ୍ତି ଘଟି ସଙ୍ଗେ ସଙ୍ଗେ ପଳାୟନ ଆଦି କ୍ରିୟା ସୃଷ୍ଟି ହୋଇଥାଏ। ତେଣୁ ଅନୁରୂପ ଭାବରେ ମୂଳ ଚରିତ୍ର ବିଦ୍ୟମାନ ନଥିଲେ ହିଁ ନଟ ବା ନଟୀଙ୍କର ଅଭିନୟ କୁଶଳତା ଯୋଗୁଁ ସାମାଜିକ ସେମାନଙ୍କୁ ପ୍ରକୃତରେ ରାମ ସୀତା ବା ଦୁଷ୍ମନ୍ତ ଶକୁନ୍ତଳା ବୋଲି ଜ୍ଞାନ କରୁଥିବାରୁ ସେମାନଙ୍କର ହୃଦୟରେ ଚମତ୍କାର ଅନୁଭୂତି ରୂପ କାର୍ଯ୍ୟର ଉତ୍ପତ୍ତି ଘଟିଥାଏ। ତେଣୁ
ଭଟ୍ଟଲଳଟଙ୍କର ମତରେ ସେ କହିଲେ କି ସହୃଦୟ ଦର୍ଶକ ବା ପାଠକ ବା ଶ୍ରୋତା ଅଭିନେତାଙ୍କର କୁଶଳ ଅଭିନୟରେ ପ୍ରଭାବିତ ହୋଇ ସେମାନଙ୍କର ମୂଳ ଚରିତ୍ରର ଆରୋପ କରାଯାଇଥାଏ ଏବଂ ମାନବ ସୁଲଭ ସହାନୁଭୂତି ଯୋଗୁଁ ସେମାନେ ରସାନୁଭୂତି ଲାଭ କରିବାକୁ ସମର୍ଥ ହୋଇଥାନ୍ତି। ଏଇ କଥା ଉତ୍ପତ୍ତିବାଦରେ ଭଟ୍ଟଲଳଟ ମତବ୍ୟକ୍ତ କରିଛନ୍ତି। ଯେମିତି ଗୋଟେ ସରଳ ଅର୍ଥ ମୁଁ କହିଦେଉଛି, ତମେ ଯେମିତି କୌଣସି ଗୋଟେ ରାମଲୀଳା ହେଉଛି, ହେଲା ରାମଲୀଳା ହେଉଛି, ତମେ ରାମଲୀଳା ଦେଖିବାକୁ ଯାଇଛ। ସେଠିରେ ଯେଉଁ ପୁରାଣ କାଳରେ ଯେଉଁ ରାମ ସୀତା ଲକ୍ଷ୍ମଣ ଭରତ ଏମାନେ ଅଛନ୍ତି କି ନାହିଁ, ଆମ ଭଳିଆ ସାଧାରଣ କି ଚରିତ୍ର ମାନେ ସେ ବେଶ ପୋଷାକ ରାମର ବେଶ ପୋଷାକ ନେଇକି ପହଞ୍ଚିଛନ୍ତି। ରଙ୍ଗମଞ୍ଚ ହୋଇଛି, ଷ୍ଟେଜ ବନ୍ଧା ଯାଇଛି, ଚିକିମିକି ଆଲୁଅ ରହିଛି, ହେଲା ସଙ୍ଗୀତ ରହିଛି, ହେଲା ସାଉଣ୍ଡ ଭଲ କ୍ୱାଲିଟିର ସାଉଣ୍ଡ ରହିଛି, ହେଲା ଯେମିତି ରାମ ଲକ୍ଷ୍ମଣ ସୀତା ହନୁମାନ ଯେମିତି ଆମେ ଟିଭିରେ ଦେଖୁଛନ୍ତି ସେଇଭଳି ଭାବରେ ସେ ଲୋକମାନେ ସେଇଭଳି ଅଭିନୟ କରୁଛନ୍ତି ଏବଂ ସେଇଭଳି ପୋଷାକ ପରିଧାନ କରୁଛନ୍ତି। ତେଣୁ ଆମେ ସମସ୍ତେ ଦେଖିବା ରାମଙ୍କର ଯେଉଁଭଳି ରାମ ଆମେ ଜାଣିଛନ୍ତି, ଟିଭିରେ ଦେଖିଛନ୍ତି, ଶୁଣିଛନ୍ତି, ହେଲା ପଢ଼ିଛନ୍ତି, ସେଇଭଳି ଭାବରେ ଚରିତ୍ରରେ ଯଦି ଆମେ ଦେଖିବା ଅନୁରୂପ ଭାବରେ ସେ ଚରିତ୍ରଟି ସେଇଭଳି ଭାବରେ ପୁରା ଅରିଜିନାଲ ପୁରା ମାନେ କ୍ୟାରେକ୍ଟର ଭିତରେ ରହୁଛି, ତେଣୁ ଆମେ ଦେଖିବା ହଁ ଏଇଟା ସତରେ ରାମ ଚରିତ୍ରଟିଏ, ରାମ ପରି ଅଭିନୟ କରୁଛି, ରାମ ପରି ବେଶ ପୋଷାକ ପିନ୍ଧୁଛି, ତେଣୁ ଆମେ ମନରେ ଗୋଟେ ସତ ରାମ ଆସିଯିବ, ମନରେ ଆସିଯିବ। ଯେମିତି ସିରିଏଲ, ଯେମିତି ଆମେ ପୁରାଣରେ ଯେଉଁ ସିରିଏଲ ଗୁଡ଼ିକ ଆସୁଛି, ଲାଗି ମହାଭାରତ ହଉ, ଶ୍ରୀକୃଷ୍ଣ ହଉ, କି ରାମାୟଣ ହେଉ, କି ଗଙ୍ଗା ମାତା ହଉ, ହେଲା କି ଶନିଦେବ ହେଉ, ଆମ ମନରେ ଗୋଟେ ଯେତେବେଳେ ଅଧିକ ସମୟ ଆମେ ସେଇ ସିରିଏଲଟାକୁ ରହିଛନ୍ତି, ଆମ ମନରେ ଗୋଟେ ଆସେ ହଁ ଇଏ ହେଉଛନ୍ତି ସତରେ ସେଇଭଳି ଭଗବାନ ଅଟନ୍ତି, ହେଲା ତା ମନରେ ସେଇ କଥା ଆସିଯାଇଥାଏ। ତେଣୁ ଆମେ ମୂଳ ଚରିତ୍ର ଆମେ ଦେଖିନଥିଲେ ମଧ୍ୟ ଏଠି ଆମେ କ'ଣ କରିଥାନ୍ତି, ଯେଉଁ ଅଭିନୟ କରିଥାନ୍ତି, ଯେଉଁ ନଟ ନଟି ଯେଉଁ ଲୋକମାନେ ଅଭିନୟ କରିଥାନ୍ତି, ସେମାନଙ୍କର ବେଶ ପୋଷାକ, ସେମାନଙ୍କର କଥାବାର୍ତ୍ତା, ସେମାନଙ୍କର ଚାଲିଚଳନ, ଆଚାର ବ୍ୟବହାର, ସେମାନଙ୍କର ନିପୁଣ କଳା ଯୋଗୁଁ ଆମେ ଆରୋପ କରିଥାନ୍ତି, ଜଣଙ୍କଠାରେ ଆଉ ଗୋଟେ ଆରୋପ ହୋଇଥାଏ। ସେଇଟାକୁ ଏଠିରେ ଉତ୍ପତ୍ତିବାଦରେ ସେଇ କଥା କହିଛନ୍ତି। ତେଣୁ ସହୃଦୟ ଦର୍ଶକ ପାଠକ ବା ଶ୍ରୋତା ଅଭିନେତାଙ୍କର କୁଶଳ ଅଭିନୟରେ ପ୍ରଭାବିତ ହୋଇପାରି ସେମାନଙ୍କର ମୂଳ ଚରିତ୍ର ଆରୋପ କରିଥାଏ। ମୂଳ ଚରିତ୍ର ନଥିଲେ ମଧ୍ୟ ଏଠିରେ ଆରୋପ ହୋଇଥାଏ ଏବଂ ମାନବ ସୁଲଭ ସହାନୁଭୂତି ଯୋଗୁଁ ସେମାନେ ରସ ଅନୁଭୂତି ଲାଭ କରିଥାନ୍ତି। ହେଲା ଯଦି ରାମ ଲକ୍ଷ୍ମଣ ସୀତା ଯେତେବେଳେ ବନକୁ ଯାଉଛନ୍ତି, ଆମ ମନରେ ଗୋଟେ ଦୁଃଖ ଭାବନା ସୃଷ୍ଟି ହେବ, ଗୋଟେ କରୁଣ ଭାବନା ସୃଷ୍ଟି ହେବ, ହେଲା ସୃଷ୍ଟି ହେବନି, ଏଇ ଗୋଟେ ନିଶ୍ଚୟ ହେବ। ଓକେ, ତେଣୁ ଏଠି ହେଉଛି ତାପରେ ହେଉଛି ଅନୁମିତିବାଦ। ଅନୁମିତିବାଦ କାହା କହିବା? ଅନୁମିତିବାଦ କହିଲେ ଏଠିରେ ଶ୍ରୀଶଙ୍କୁଙ୍କ ଅନୁମିତିବାଦର ପ୍ରବର୍ତ୍ତକ ଅଟନ୍ତି। ଶ୍ରୀଶଙ୍କୁଙ୍କର ଅନୁମିତିବାଦ ଭଟ୍ଟଲଳଟଙ୍କର ଉତ୍ପତ୍ତିବାଦକୁ ବିରୋଧ କରି ସିଦ୍ଧାନ୍ତିକ ରୂପ ନେଇଥିଲେ ମଧ୍ୟ ଉଭୟ ମତବାଦ ବ୍ୟାପକ ସାଦୃଶ୍ୟ ଲକ୍ଷ୍ୟ କରାଯାଏ। ତେଣୁ ଉଭୟ ପଣ୍ଡିତ ଭରତଙ୍କ ନାଟ୍ୟଶାସ୍ତ୍ର ବ୍ୟାଖ୍ୟା କରି ରସର ଉତ୍ପତ୍ତି ସମ୍ପର୍କରେ ନିଜର ବିଚାରଧାରା ବ୍ୟକ୍ତ କରିଛନ୍ତି। ତେଣୁ ଶ୍ରୀଶଙ୍କ କ'ଣ କହିଲେ? ଶ୍ରୀଶଙ୍କୁକ ଭରତଙ୍କର ନିଷ୍ପତ୍ତି ଶବ୍ଦକୁ ଅନୁମିତି ଏବଂ ସଂଯୋଗ ଶବ୍ଦର ଅର୍ଥ ହେଉଛି ଅନୁମାପ୍ୟ ବା ଅନୁମାପକ ଭାବରେ ସମ୍ବନ୍ଧ ଭାବରେ ଗ୍ରହଣ କରିଛନ୍ତି। ତାଙ୍କ ମତ ଅନୁଯାୟୀ ରସ ଅନୁମାପ୍ୟ ବା ଏବଂ ବିଭାବାଦୀ ବା ଅନୁମାପକ ଅଟେ। ଏହା ମଧ୍ୟରେ ଗମ୍ୟ ଗମକ ସମ୍ବନ୍ଧ ବିଦ୍ୟମାନ ଥାଏ। ତେଣୁ ଯେମିତି ଦୁଷ୍ମନ୍ତ ଶକୁନ୍ତଳା, ଯେମିତି ନାଟକରେ ଦୁଷ୍ମନ୍ତ ଏବଂ ଶକୁନ୍ତଳା ନାଟକରେ ଦର୍ଶକ ଦୁଷ୍ମନ୍ତ ଭୂମିକାରେ ଅଭିନୟ କରୁଥିବା ନିପୁଣ କଳାକାରମାନଙ୍କୁ ଦେଖି ଚାରି ଗୋଟିଏ ସମ୍ଭାବନା ତାଙ୍କର ମନରେ ଆସିଥାଏ। ଗୋଟେ ହେଉଛି ଇଏ ସମ୍ୟକ ଆସିଥାଏ, ଇଏ ହେଉଛନ୍ତି ଦୁଷ୍ମନ୍ତ, ହେଲା ତାପରେ ଗୋଟେ ମିଥ୍ୟା ସଞ୍ଚୟ ମନରେ ଆସେ କି ଇଏ ଦୁଷ୍ମନ୍ତ ନୁହନ୍ତି, ହେଲା ସନ୍ଦେହ ଆସିଥାଏ ବା ସଂଶୟ ଆସିଥାଏ, ତୃତୀୟରେ ସଂଶୟ ଆସିଥାଏ ଇଏ ଦୁଷ୍ମନ୍ତ କି, ତାପରେ ହେଉଛି ସାଦୃଶ ଆସିଥାଏ, ଇଏ ତ ଦୁଷ୍ମନ୍ତ ସଦୃଶ। ଦେଖ ଆମେ ଯେମିତି ରାମଲୀଳାରେ ଯେମିତି ରାମ ଭୂମିକାରେ ଅଭିନୟ କରୁଥିବା ବ୍ୟକ୍ତିଟି ଆମେ ତାର କଳା ନିପୁଣତା ଦେଖିବା, ଇଏ ରାମ ପରି ଅଟନ୍ତି, ହେଲା ବା ଇଏ ରାମ ନୁହନ୍ତି, କାରଣ ଦେଖିବ ଆରେ ଇଏ ତ ଗୋଟେ ଲୋକଟେ, ଇଏ କେମିତି ରାମ ହେବ ନା, ମନରେ ଆସିବ ଇଏ ରାମ ନୁହନ୍ତି, ଏଟା ହେଉଛି ମିଥ୍ୟା ଆସିଲା, ଇଏ କ'ଣ ସତରେ ରାମ, ଏଟା ହେଉଛି ସଂଶୟ, ମନରେ ଗୋଟେ ଦ୍ୱନ୍ଦ୍ୱ ଆସିଲା, ହେଲେ ସନ୍ଦେହ ଆସିଲା। ଆଉ ଗୋଟେ ହେଉଛି ଇଏ ରାମ ପରି, କାରଣ ରାମଙ୍କର ବେଶଭୂଷା, ତାଙ୍କର କେଶ ବିନ୍ୟାସ, ତାଙ୍କର ଚାଲିଚଳନ, କଥାବାର୍ତ୍ତା, ସ୍ୱର,
ହେଲା ତାଙ୍କର କାର୍ଯ୍ୟ ଯେହେତୁ ରାମଙ୍କ ସହିତ ମିଳି ଯାଉଛି ତେଣୁ ତାକୁ ଆମେ ସାଦୃଶ୍ୟ ହଁ ଇଏ ରାମ ପରି ଅଟନ୍ତି ରାମ ସଦୃଶ ଅଟନ୍ତି ଓକେ। ତେଣୁ ପିଲାମାନେ ଯେପରି ଚିତ୍ରରେ ତିଆରି ଗୋଟିଏ ଘୋଡ଼ାକୁ ଦେଖି ଯେପରି ସତ ଘୋଡ଼ା ବୋଲି ମନେ କରନ୍ତି ଅନୁରୂପ ଭାବରେ ଦୁଷ୍ମନ୍ତ ଏବଂ ରାମ ଭୂମିକାରେ ଅଭିନୟ କରୁଥିବା ଅଭିନେତା କୁଶଳ ଅଭିନୟ ତଥା ବେଶଭୂଷା ଦେଖି ପ୍ରକୃତରେ ଦର୍ଶକଟିଏ ପ୍ରକୃତ ଦୁଷ୍ମନ୍ତ ବା ପ୍ରକୃତ ରାମ ହୋଇନଥିଲେ ମଧ୍ୟ ତାକୁ ସେଇ ଚରିତ୍ରରେ ଅଭିନୟ କରୁଥିବା ବ୍ୟକ୍ତିମାନଙ୍କୁ ଦୁଷ୍ମନ୍ତ ବା ରାମ ବୋଲି ମନେ କରିନେଇଥାଏ। ଏଇ କଥାଟି ଆମେ ଦେଖିବାକୁ ପାଇପାରିବା ଅନୁମିତିବାଦରେ ଓକେ ଅନୁମାନ କରିକି ରସ ସୃଷ୍ଟି ହୋଇଥାଏ। ତାପରେ ହେଉଛି ଭୁକ୍ତିବାଦ ବା ଭୋଗବାଦ। ଭରତଙ୍କ ରସସୂତ୍ରର ତୃତୀୟ ବ୍ୟାଖ୍ୟାକାର ଭଟ୍ଟନାୟକ ଭୁକ୍ତିବାଦର ପ୍ରବର୍ତ୍ତକ ଅଟନ୍ତି। ସେ ସାମାଜିକର ରସ ଅନୁଭୂତି ନିମନ୍ତେ ଯେଉଁ ନୂତନ ମାର୍ଗର ଉଦ୍ଭାବନ କରିଛନ୍ତି ତାହା ହେଉଛି ଭୁକ୍ତିବାଦ ନାମରେ ପରିଚିତ। ଭଟ୍ଟନାୟକ ମତ ଅନୁଯାୟୀ ବାସ୍ତବରେ ରସର ନିଷ୍ପତ୍ତି ମୂଳ ଚରିତ୍ର ରାମ ବା ଦୁଷ୍ମନ୍ତ ଅଥବା ଅଭିନୟ କରୁଥିବା ଅଭିନେତାଙ୍କଠାରେ ହୋଇନଥାଏ। ସେ କହିଲେ କି ଯେଉଁ ମୂଳ ଚରିତ୍ର ବା ଯେଉଁମାନେ ଅଭିନୟ କରୁଛନ୍ତି ଷ୍ଟେଜରେ ଅଭିନୟ ସେମାନଙ୍କଠାରେ ରସ ସୃଷ୍ଟି ହୋଇନଥାଏ କି ଦର୍ଶକଟା ସୃଷ୍ଟି ହୋଇନଥାଏ କାରଣ ସେମାନେ ରସ ପ୍ରତୀତ ବିଷୟରେ ସମ୍ପୂର୍ଣ୍ଣ ଉଦାସୀନ ଅଟନ୍ତି। ପ୍ରକୃତରେ ସାମାଜିକଠାରେ ବା ଗୋଟିଏ ଦର୍ଶକ ଠାରେ ରସ ଅନୁଭୂତ ହୋଇଥାଏ। ଠିକ ଅଛି ଯେଉଁ କଥା ସେ କହିଲେ। ତାପରେ ହେଉଛି ଅଭିବ୍ୟକ୍ତିବାଦର ପ୍ରବର୍ତ୍ତକ ହେଉଛନ୍ତି ଅଭିନବ ଗୁପ୍ତ। ତେଣୁ ଭରତଙ୍କ ରସସୂତ୍ରର ଚତୁର୍ଥ ବ୍ୟାଖ୍ୟାକାର ହେଉଛନ୍ତି ଅଭିନବ ଗୁପ୍ତ ବା ଅଭିବ୍ୟକ୍ତିବାଦର ପ୍ରତିଷ୍ଠା ସେ କରିଥିଲେ। ତେଣୁ ଅଭିନବ ଗୁପ୍ତ ଅଭିନବ ଭାରତ ଓ ଧ୍ୱନ୍ୟାଲୋକର ଲୋଚନ ଟୀକାରେ ପରବର୍ତ୍ତୀ ମତ ଖଣ୍ଡନ କରି ନିଜ ମତକୁ ପ୍ରତିଷ୍ଠା କରିଛନ୍ତି। ତେଣୁ ଉତ୍ପତ୍ତିବାଦରେ ସାମାଜିକ ସହିତ ରସାନୁଭୂତିର ସମ୍ପର୍କ ନଥିବାରୁ ଏହି ମତ ଗ୍ରହଣୀୟ ନୁହେଁ ଅଟେ। ତେଣୁ ସେ ଭରତଙ୍କର ରସସୂତ୍ରର ବ୍ୟାଖ୍ୟା କରି କହିଛନ୍ତି ବିଭାବାୟନ ଭାବ ବ୍ୟଭିଚାରୀ ବ୍ୟଞ୍ଜନାଦ୍ରସ ଭିବ୍ୟକ୍ତି। ତେଣୁ ଅର୍ଥାତ୍ ବିଭାବ ଅନୁଭାବ ବ୍ୟଭିଚାରୀ ଭାବ ଦ୍ୱାରା ସମ୍ପର୍କ ଅଭିବ୍ୟଞ୍ଜନ ଦ୍ୱାରା ରସ ଅଭିବ୍ୟକ୍ତି ହୋଇଥାଏ ବୋଲି କିଏ କହିଲେ ଅଭିବ୍ୟକ୍ତିବାଦର ପ୍ରବକ୍ତା ଅଭିନବ ଗୁପ୍ତ କହିଲେ। ତାହେଲେ ଏଇଗୁଡ଼ିକ ହେଉଛି ତମର ରସର ଉତ୍ପତ୍ତି ବିଷୟରେ ଚାରିଗୋଟି କିପରି ରସ ସୃଷ୍ଟି ହୁଏ ଏଇଗୁଡ଼ିକ ରହିଛି। ଠିକ ଅଛି ତାମାନେ ଏଇଟା ହେଉଛି ତମ ରସର ସଂଜ୍ଞା ତାର ସ୍ୱରୂପ ରସର ପ୍ରକାର ଭେଦ କେତେ ଭାଗରେ ବିଭକ୍ତ କରାଯାଇଛି ଏବଂ ରସର ଉତ୍ପତ୍ତି ଏଇଗୁଡ଼ିକ ତମର ରହିଛି। ବହି ତ PDF ଦେଇଯାଇଛି PDFରୁ ଭଲ ଭାବରେ ଟିକେ